ଜୟ ଜଗନ୍ନାଥ ସାଙ୍ଗମାନେ ସକାଳୁ ଉଠି ମୁଁ ଆଜି ଚା ବସେଇ ଦେଇଛି। ସବୁଦିନ ତ ପିଏନି, ହେଲେ ଆଜି ଉଠିଲା ବେଳକୁ ତଣ୍ଟିଟା ଏତେ ଜୋରେ ଦରଜ ହେଲା ଯେ ସେଇଥିପାଇଁ ଭାବିଲି ଚା ପିଇବି। ଆଉ ସକାଳୁ ପାହାକୁ ଝିଅ ଖଣ୍ଡକ ନେଲ୍ ପଲିଶ ଧରିକି ବସିଗଲା ସଜବାଜ ହବା ପାଇଁ। ସେ ତାର କାମରେ ଖୁସ୍, ଆଉ ମୁଁ ମୋର ମଲେଇ ମାର୍କା ଅଦା ପକା ଚା ଟିକେ ପିଇକି ମୋ ମନଟା ବି ପୁରା ଖୁସ୍। ୱାସିଂ ମେସିନରେ ମୁଁ ଏଠି ଏତେ ଲୁଗା ପକେଇ ଦେଇଛି ଯେ ବାହାର ଦେଖିକି ମୁଁ ପୁରା ବାୟା ହେଇଗଲିଣି। ଏତେ ବର୍ଷା ଯେ ଟିକେ ପୂର୍ବରୁ ଖରା ଦେଖିକି ଡ୍ରେସ ପତ୍ର ସଫା କଲି, ହେଲେ କୋଉଠି ଶୁଖେଇବି ଏ ବର୍ଷାରେ ଲୁଗା। ମତେ କାନ୍ଦ ଲାଗିଲାଣି, କୋଉଠି ଶୁଖେଇବି। କିଛି ସମୟ ପରେ ଟିକେ ଖରାକୁ ଦେଖି ମୋ ମନଟା ପୁରା ଖୁସି ହେଇଗଲା। ଲୁଗା ସବୁକୁ ଛାତ ଉପରେ ଶୁଖେଇ ମୁଁ ନେଇ ଆସିଲି ଏଠି କଳମ ଶାଗକୁ ମୁଁ ଭଲ ଭାବରେ ବାଛି ଦଉଛି। ଆଉ ଶାଗ ମୋର କେତେ ଫେଭରାଇଟ୍ ଆପଣ ମାନେ ତ ଜାଣିଥିବେ। ଆଉ ଏଠି ମୁଁ ଲଞ୍ଚରେ ବନେଇ ଦେଇଛି ଡାଲି। କାହିଁକିନା ଅଳ୍ପ ବନେଇଥିଲି, କାହିଁକିନା ଭାବୁଛି ଆଜି ମୁଁ ଟିକେ ପଖାଳ ଖାଇବି, ବହୁତ ଗୁଡ଼ା ଭାତ ରହିଯାଇଛି। ଏଠି କୁନ୍ଦୁରି ଆଳୁକୁ ଭାଜିଛି, ଏଠି କଞ୍ଚା କଦଳୀକୁ ଭାଜିଛି, ଆଉ ଏଇଠି ବନେଇ ଦଉଛି ମାନେ ରସୁଣ ଛୁଙ୍କ ପକେଇକି କଳମ ଶାଗ। ଆଉ ଏଠି ଗୋଟେ ବଢିଆ ଜିନିଷ, ଟିକେ ମିକ୍ସଚର ଚଟଣି କରିଛି, ପଖାଳରେ ଖାଇଲେ ପୁରା ବୋବାଲ ଲାଗିବ, ତା ଟେଷ୍ଟ ବଢିଆ ଲାଗେ। ଆଉ ଏଠି ଖାଇସାରିଲା ପରେ ଛାତକୁ ଯାଇଥିଲି ଲୁଗା ତୋଳିବା ପାଇଁ। ଏତେ ବର୍ଷା ହେଲା ପରେ ବି ଲୁଗା ସଫା କରିଥିଲି, ସେଇ ଦୁଃସାହସଟା ଦେଖେଇଲି ବୋଲି ଆଜି ସିନା ମୋ ଲୁଗା ଶୁଖି ପାରିଲା ଆଉ ସଫା ହେଇପାରିଲା। ଲୁଗା ଗୁଡାକୁ ରଖିବା ପାଇଁ ବି କବୋର୍ଡରେ ଆଉ ଜାଗା ନାହିଁ, ତାର କିଛି ବ୍ୟବସ୍ଥା କରିବାକୁ ପଡିବ। ଆଉ ଏଇଠି ଶୂନ୍ୟରୁ ଖସି ପଡିଲା ମୋର ପାର୍ସଲ। ଦେଖେଇ ଦଉଛି ସେଥିରେ କଣ ଅଛି, ଦେଖିକି ଜାଣିପାରିଲେ ତ। ପୂର୍ବରୁ ଭିଡିଓରେ ଆପଣ ମାନେ ଜାଣିଥିବେ, ମାନେ ବେଡସିଟ୍ ଦେଖିଥିଲେ, ଏକ୍ଜାକ୍ଟଲି ସେମିତି ବେଡସିଟ୍ ଗୋଟେ ମୁଁ ମଗେଇ ଦେଇଥିଲି, ପୁରା ସେମ୍ ଟୁ ସେମ୍, ବଟ୍ କଲର ଡିଫରେଣ୍ଟ। ରହିଲି, ଜୟ ଜଗନ୍ନାଥ।